ଆମ ଦେଶର ଜିଡିପି ଯଦି ବିଶ୍ୱର 5 ନମ୍ବର ଜିଡିପି 5 ନମ୍ବରରେ ଅଛି, ଯଦି ଦେଶ ଧନୀ ତାହେଲେ ଦେଶ ମଧ୍ୟରେ ରହୁଥିବା ଲୋକମାନେ ଅଧିକାଂଶ ଗରିବ କାହିଁକି? ଦେଶ ମଧ୍ୟରେ ରହୁଥିବା ଅଧିକାଂଶ ଲୋକ ଗରିବ କାହିଁକି? ସମସ୍ତେ କହୁଛନ୍ତି ନା, ଯୋଉ ରାଜନେତା ମାନେ ଯୋଉ କହୁଛନ୍ତି ଯେ ଆମ ଦେଶ ବିକାଶଶୀଳ ଗତି କରୁଛି, ବିକାଶ ହେଇଗଲାଣି, ସମସ୍ତେ ଧନୀ ହେଇଗଲାଣି। ତ ଥରେ ଏଇ ଇକୋନୋମି ସୂତ୍ରଟିକୁ ଲଗେଇକି ଦେଖ, ସୂତ୍ରଟିକୁ ହିସାବ କର, ଏଇ ଇକୋନୋମି ସୂତ୍ରଟିକୁ ଜାଣ, ହିସାବ କର ଏବଂ ତାଙ୍କୁ ପଚାର, ଯିଏ କହୁଛି ଯେ ଆମ ଦେଶ ବିଶ୍ୱର 5 ନମ୍ବର ଧନୀଶାଳୀ ଦେଶ ବା ଜିଡିପି ରଖିଥିବା ଦେଶ ବୋଲି କହୁଛି, ଏ ସୂତ୍ରଟିକୁ ଜାଣ। ଏ ସୂତ୍ର କେମିତି ଜାଣିବ ନା, ଏ ସୂତ୍ର ଜାଣିବ ଇକୋନୋମିରେ। ଇକୋନୋମିରେ ବହୁତ ଗୁଡ଼ିଏ ସୂତ୍ର ଅଛି, ବହୁତ ଗୁଡ଼ିଏ ସୂତ୍ର ଅଛି ଇକୋନୋମିର ହିସାବ ପାଇଁ। ତ ସେগুলো କ'ଣ ନା, ଜିଡିପି, ଇନଫ୍ଲେସନ୍ ରେଟ୍, ପର୍ କ୍ୟାପିଟା ଇନକମ୍, ଅନଏମ୍ପ୍ଲୟମେଣ୍ଟ ରେଟ୍, ଏମିତି 15-16ଟି ବହୁତ ଗୁଡ଼ିଏ ସୂତ୍ର ଅଛି। ଗୋଟି ଗୋଟି କରି ମୁଁ ଗୋଟିଏ କ୍ଲାସ୍ରେ କହି ଚାଲିବି, କିନ୍ତୁ ଆଜି ଆଲୋଚନା କରିବା ପର୍ କ୍ୟାପିଟା ଇନକମ୍। ପର୍ କ୍ୟାପିଟା ଇନକମ୍, ଏ ପର୍ କ୍ୟାପିଟା ଇନକମ୍ ସାଧାରଣ ଅତି ସହଜ ଭାବେ ବୁଝନ୍ତୁ। ପର୍ କ୍ୟାପିଟା ଇନକମ୍ କ'ଣ? ଏ କ୍ୟାପିଟାଟା ଏଇଟା ଛାଡ଼ି ଦିଅ, ପର୍ ପିପୁଲ ବୋଲି ବୁଝନ୍ତୁ। ଜଣକ ପିଛା ଜଣେ ଲୋକ, ଆମ ଭାରତର ଜଣେ ଲୋକ ବର୍ଷ ସଂଖ୍ୟା ସମ୍ପୂର୍ଣ୍ଣ ବର୍ଷରେ କେତେ ଟଙ୍କା ସେ ଇନକମ୍ କରୁଛି, ରୋଜଗାର କରୁଛି, ତାକୁ ହିଁ କୁହାଯାଏ ପର୍ କ୍ୟାପିଟା ଇନକମ୍। ଆଗ ନମିନାଲ ଭାବରେ ବୁଝନ୍ତୁ। ପର୍ କ୍ୟାପିଟା ଇନକମ୍ର ସୂତ୍ର କ'ଣ? ପର୍ କ୍ୟାପିଟା ଇନକମ୍ର ସୂତ୍ର ହେଉଛି NI ଡିଭାଇଡେଡ୍ P, ନ୍ୟାସନାଲ ଇନକମ୍ ଡିଭାଇଡେଡ୍ ପପୁଲେସନ୍, ଟୋଟାଲ ପପୁଲେସନ୍। ମନେକର ଗୋଟେ ପରିବାର 5 ଜଣ ଅଛନ୍ତି ଏବଂ ପରିବାରର ଟୋଟାଲ ଇନକମ୍ ହେଉଛି 50,000। ପରିବାରର ଟୋଟାଲ ଇନକମ୍ ହେଉଛି 50,000। ମନେକର ଗୋଟେ ମାସକୁ 50,000 ହେଲେ, ଯଦି ଟୋଟାଲ ପର୍ କ୍ୟାପିଟା ଇନକମ୍ ଏଠି ଦେଖିବା, 5 ଜଣ ହେଲେ କେତେ ନା 50,000 ଡିଭାଇଡେଡ୍ 5 ଇକ୍ୱାଲ୍ ଟୁ 10,000। 10 ଜଣ ହେଲେ, କିନ୍ତୁ ଏଇଠି ରହିଲା କ'ଣ ନା, ଏଠୁ ବାପା କମାଉଛନ୍ତି 40,000, ମା କମାଉଛନ୍ତି 10,000, ଟୋଟାଲ 50,000। ଆଉ ପୁଅ ଝିଅ ଯୋଉ 3 ଜଣ ରହିଲେ, ସେ 3 ଜଣ ହେଲେ ବେକାର, ଇନକମ୍ କରୁନାହାନ୍ତି। ତ ଏଇଟା ହିଁ ହେଉଛି ଅସଲ ସତ୍ୟ ଯେ ଆମ ଦେଶରେ 5 ନମ୍ବର ଜିଡିପି ହେଲେ ମଧ୍ୟ, ଆମ ଦେଶ ବିଶ୍ୱର 5 ନମ୍ବର ଜିଡିପି ରଖିଥିଲେ ମଧ୍ୟ ଆମ ଦେଶରେ ସମସ୍ତ ଲୋକ ଧନୀ ନୁହନ୍ତି। ସମସ୍ତ ଲୋକ ଧନୀ ନୁହନ୍ତି। ସରକାରୀ ହିସାବ ଅଲଗା ଏବଂ ଶିକ୍ଷାର ହିସାବ ହେଉଛି ଅଲଗା। ତ ଏ ପର୍ କ୍ୟାପିଟା ଇନକମ୍ ଯଦି ଆମେ ହିସାବ କରିବା, ମନେକର 2025ର ହିସାବ କରିବା, 2025ରେ ମନେକର 140 କୋଟି ଲୋକ, 140 କୋଟି ଲୋକ। ଆମେ ଯଦି ଲାଷ୍ଟ ଇୟର 2025ର କଥା ଆଲୋଚନା କରିବା, ତ ଫର୍ମୁଲା କ'ଣ ନା, PCI ପର୍ କ୍ୟାପିଟାଲ ଇନକମ୍। ତା ଫର୍ମୁଲା କ'ଣ? NI ଡିଭାଇଡେଡ୍ P, ନ୍ୟାସନାଲ ଇନକମ୍ ଡିଭାଇଡେଡ୍ ଟୋଟାଲ ପପୁଲେସନ୍। ନ୍ୟାସନାଲ ଇନକମ୍ ଜିଡିପି ବୋଲି ଯାହାକୁ କୁହାଯାଏ। ନ୍ୟାସନାଲ ଇନକମ୍ କେତେ 2025ର ନା 3.5 ଟ୍ରିଲିୟନ୍, 3.5 ଟ୍ରିଲିୟନ୍। এটা হচ্ছে NI। তো P কেতে? P হচ্ছে 1.4 বিলিয়ন, 140 কোটি আভরেজ ধরন্তু, 140 কোটি ভারতর লোক। তো 3.5 ট্রিলিয়ন ডিভাইডেড 1.4 বিলিয়ন কু যদি ডিভাইড করিবা, 2,500 টু 2,800 USD ডলার। কাহিଁକି USD ডলার? কাহিଁକି ଏ ଯୋଉ ଜିଡିପି ଏ ସବୁ ହିସାବ ହେଉଛି, ଏସବୁ USD ଡଲାରରେ ହୁଏ, ଆମ ଇଣ୍ଡିଆନ କରେନ୍ସିରେ ହୁଏନି। କାହିଁକି? USD ଡଲାର ପ୍ରାୟ ଅଧିକାଂଶ ବିଶ୍ୱର ଅଧିକାଂଶ ଦେଶରେ ଚାଲୁଛି। ତ 2,500ରୁ 2,800 USD ଡଲାର ହେଲା। ଏହାକୁ ଯଦି ଇଣ୍ଡିଆନ ମନିରେ କନଭର୍ଟ କରିବା, ଏଇଟା ପର ପର୍ସନ ଇଣ୍ଡିଆନ ମନିରେ ଯଦି କନଭର୍ଟ କରିବା, 2.3 ଲାଖ ଟୁ 2.5 ଲାଖ, 2,30,000ରୁ 2,50,000 ଟଙ୍କା ଆନୁଆଲ ଇନକମ୍। ଆନୁଆଲ ଇନକମ୍ ହେଉଛି କାହାର? ନା ଆମ ଭାରତୀୟ ଜନତାଙ୍କର, ଭାରତୀୟଙ୍କର, ପ୍ରତ୍ୟେକ ଭାରତୀୟଙ୍କର। ଯଦି ପ୍ରତ୍ୟେକ ମାସର କଥା କହିବା, ଏଭ୍ରି ମନ୍ଥ, ତାହେଲେ 19,000ରୁ 21,000 ଆଭରେଜ। ଏଇଟା ରିଏଲ ଏକ୍ଜାକ୍ଟ ହିସାବ ନୁହଁ, ଏଇଟା ଆଭରେଜ। ଏଇଟା ଆଭରେଜ ବୋଲି କାହିଁକି କୁହାଗଲା? ସମସ୍ତ ଲୋକ ଦେଶରେ 140 କୋଟି ଜନତା, ସମସ୍ତଙ୍କର ଇନକମ୍ ସମାନ ନୁହଁ। କେହି 19,000ରୁ 20,000 କମାଉଛନ୍ତି, ତ ବର୍ଷକୁ ଏମିତି ଅଛନ୍ତି, ମାସକୁ ଏମିତି ମଧ୍ୟ ଲୋକ ଅଛନ୍ତି, କିଏ 19,000 କମେଇଲେ, କିଏ 19 ଲକ୍ଷ ମଧ୍ୟ କମାଉଛନ୍ତି। ତେଣୁ କୁହାଯାଏ ଯେ ଜିଡିପି ଯେତେ ବଡ଼ ହେଲେ ମଧ୍ୟ, ଜିଡିପି ଯେତେ ପରିଶ୍ରମରେ ରହିଲେ ମଧ୍ୟ, ପର୍ କ୍ୟାପିଟା ଇନକମ୍ ଯଦି ହିସାବ କରିକି ଆମେମାନେ ଦେଖିବା, ପର୍ କ୍ୟାପିଟା ଇନକମ୍, ଇକୋନୋମିର ପର୍ କ୍ୟାପିଟା ଇନକମ୍ PCI, ତାହେଲେ ହିଁ ଜଣାପଡ଼ିବ ଯେ ପ୍ରକୃତରେ ଦେଶ ଧନୀ ନା ଗରିବ। ତ ଭାରତ କ'ଣ ଯୋଉ କହୁଛନ୍ତି 5 ନମ୍ବର ଜିଡିପି, 5 ନମ୍ବର ଜିଡିପି ହେଲେ ସୁଦ୍ଧା ଭାରତ ବହୁତ ପଛରେ, ଭାରତ ବହୁତ ପଛରେ। ଯଦି 19,000ରୁ 20,000 ଟଙ୍କା ଯଦି ଆଭରେଜ ବି ହେଲା, ତାହେଲେ ଭାରତ ଆମ ଦେଶ ବହୁତ ପଛରେ ଅଛି। ତ ଇକୋନୋମିକୁ ଜାଣ, ଇକୋନୋମିର ସୂତ୍ର ଜାଣ। ଇକୋନୋମିର ସୂତ୍ର ଜାଣିଲେ ହିଁ
ଦେଶର ଅର୍ଥନୀତି ହଉ ସେ ଏକ୍ଜାମ୍ ହଉ ବା ଏକ୍ସୱାଇଜେଡ୍ ଯାହା ବି ହଉ ସବୁକିଛି ଭଲ ଭାବରେ ବୁଝିପାରିବ। ତ PCI ମନେ ରହିଲା ପର୍ କ୍ୟାପିଟା ଇନକମ୍ କେମିତି ହିସାବ କରିବେ ମନେ ରହିଲା। PCI ସୂତ୍ର କ'ଣ ନା NI ଡିଭାଇଡେଡ୍ P ନ୍ୟାସନାଲ୍ ଇନକମ୍ ଡିଭାଇଡେଡ୍ ଟୋଟାଲ୍ ପପୁଲେସନ୍। ତ ଆଉ ଗୋଟେ କ୍ଲାସ୍ରେ ଆଉ ଗୋଟେ ସୂତ୍ର ଉପରେ ଆଲୋଚନା କରିବା।